ଜଗତର ସବୁଠାରୁ ବଡ଼ ମହାବଳୀ କୁହାଯାଉଥିବା ଡାଇନୋସର ବି ପୃଥିବୀରୁ ଶେଷ ହୋଇଗଲେଣି, କିନ୍ତୁ ଏମାନେ ଆଜି ବି ଜୀବିତ ଅଛନ୍ତି। ହଁ, ଆମ ଘର କୋଣରେ ବୁଲୁଥିବା ଏହି ସାଧାରଣ ଅସରପା ବା କକ୍ରୋଚ୍ ହେଉଛି ଦୁନିଆର ସବୁଠାରୁ ବଡ଼ ସର୍ଭାଇଭର ବା ବିଜେତା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଯଦି ଏକ ଅସରପାର ମୁଣ୍ଡକୁ କାଟି ଅଲଗା କରି ଦିଆଯାଏ ତଥାପି ସେ ମରିବ ନାହିଁ। ବିନା ମୁଣ୍ଡରେ ମଧ୍ୟ ସେ ସପ୍ତାହ ସପ୍ତାହ ଧରି ଆରାମରେ ବଞ୍ଚିପାରିବ। କେବଳ ସେତିକି ନୁହେଁ, ବଂଶ ବୃଦ୍ଧି ପାଇଁ ଏମାନଙ୍କୁ କୌଣସି ପୁରୁଷ ଅସରପାର ମଧ୍ୟ ଦରକାର ନାହିଁ। କୁହାଯାଏ, ଯଦି କେବେ ପୃଥିବୀରେ ପରମାଣୁ ଯୁଦ୍ଧ ହୁଏ ଏବଂ ସବୁ ମଣିଷ ଶେଷ ହୋଇଯାନ୍ତି, ତଥାପି ଏହି ଜୀବଟି ବଞ୍ଚି ରହିବ। 30 କୋଟି ବର୍ଷରୁ ଅଧିକ ସମୟ ଧରି ପୃଥିବୀରେ ରାଜ କରୁଥିବା ଏହି ଜୀବ ପଛର ବୈଜ୍ଞାନିକ ରହସ୍ୟ କ'ଣ, ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ଯାଇ ନିଶ୍ଚୟ ଦେଖନ୍ତୁ। ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି ଯେ ଅସରପାମାନଙ୍କର ନର୍ଭସ୍ ସିଷ୍ଟମ୍ ବା ସ୍ନାୟୁ ପ୍ରଣାଳୀ ମଣିଷଙ୍କ ଭଳି କେବଳ ମୁଣ୍ଡରେ ନଥାଏ, ବରଂ ସାରା ଶରୀରରେ ବ୍ୟାପିଥାଏ। ସେଥିପାଇଁ ମୁଣ୍ଡ କଟିଗଲେ ବି ଏମାନଙ୍କ ଶରୀରର ବାକି ଅଂଶ ନିଜେ ନିଷ୍ପତ୍ତି ନେଇ ଚାଲିପାରେ। ଏମାନେ ପାଟି ଦ୍ୱାରା ନୁହେଁ, ବରଂ ଶରୀରରେ ଥିବା ଛୋଟ ଛୋଟ କଣା ସାହାଯ୍ୟରେ ଶ୍ୱାସକ୍ରିୟା କରନ୍ତି। ଖାଲି ସେତିକି ନୁହେଁ, ବିପଦ ସମୟରେ ମାଈ ଅସରପାମାନେ ବିନା ପୁରୁଷ ଅସରପା ସାହାଯ୍ୟରେ ନିଜେ ଛୁଆ ଜନ୍ମ କରିପାରନ୍ତି, ଯାହାକୁ ବିଜ୍ଞାନ ଭାଷାରେ ପାର୍ଥେନୋଜେନେସିସ୍ ବା ଅଲିଙ୍ଗି ଜନନ କୁହାଯାଏ। ଏମାନଙ୍କ ଶରୀରର ମେଟାବଲିଜିମ୍ ଏତେ ଧୀର ଯେ ବିନା ଖାଦ୍ୟ ଏବଂ ପାଣିରେ ଏମାନେ ମାସ ମାସ ଧରି ବଞ୍ଚି ରହିପାରିବେ। ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ବଡ଼ ବଡ଼ ବୈଜ୍ଞାନିକ ସଂସ୍ଥାର ରିପୋର୍ଟ ଅନୁସାରେ ଅସରପା ହେଉଛି ପ୍ରକୃତିର ସବୁଠାରୁ ଶକ୍ତିଶାଳୀ ଡିଜାଇନ୍। ଏହି କାରଣରୁ ଲୋକକଥାରେ ଗୋଟିଏ ପ୍ରବାଦ ଅଛି, କକ୍ରୋଚ୍ ନେଭର ଡାଏଜ୍, ଅର୍ଥାତ୍ ଅସରପା କେବେ ମରେ ନାହିଁ। ଆପଣଙ୍କୁ ଏହି ଆଶ୍ଚର୍ଯ୍ୟଜନକ ସୂଚନା କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଏମିତି ଆହୁରି ରୋଚକ ଖବର ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଏବଂ ଫଲୋ କରନ୍ତୁ।